जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो सेशन करवा आस्ट्रो सेशन क्रम आम ऑलरेडी नक्षत्र सीरीज करुले नक्षत्र सीरीज हिसाब से आम विभिन्न नक्षत्र ର ବିଷୟରେ ଆଲୋଚନା ରଖିଥିଲେ ଅଶ୍ୱିନୀ ନକ୍ଷତ୍ର ଏବଂ ଦ୍ୱିଜା ନକ୍ଷତ୍ର ଆମର ସରିଥିଲା ଆଜି ଆମେ କରିବା କୃତ୍ତିକା ନକ୍ଷତ୍ର ଯାହାକୁ କୃତ୍ତିକା ନକ୍ଷତ୍ର ମଧ୍ୟ କୁହନ୍ତି ଆମେ ଯେତେବେଳେ କୌଣସି ନକ୍ଷତ୍ର ଡିସ୍କସନ କରୁଛେ ବା ନକ୍ଷତ୍ର ଗୁଣ ଡିସ୍କସନ କରୁଛେ ସେତେବେଳେ ମୁଁ ଆପଣମାନଙ୍କୁ ଗୋଟେ କଥା କ୍ଲିୟରଲି କହିଥିଲି ଯେ ଆପଣମାନେ ଯେତେବେଳେ କୌଣସି ଜିନିଷ ବିଷୟରେ ଡିସ୍କସନ କରୁଛନ୍ତି ମାନେ ଯୋଉ ନକ୍ଷତ୍ର ବିଷୟରେ ଡିସ୍କସନ କରୁଛନ୍ତି ନକ୍ଷତ୍ର ଡିସ୍କସନ କଲା ବେଳେ ମୁଁ ଗୋଟେ ଗ୍ରୁପ କହିବି ମାନେ ପଞ୍ଚତତ୍ତ୍ୱ ଗ୍ରୁପ ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ ସେଇଟା ହେଲା ତା ଗ୍ରୁପ କିନ୍ତୁ ସେ ନକ୍ଷତ୍ରର ଆକ୍ଚୁଆଲି ତତ୍ତ୍ୱ କଣ ସେଇଟା ଟିକେ ଆପଣମାନେ ବୁଝନ୍ତୁ ଏ ଗ୍ରୁପ ଆଉ ତତ୍ତ୍ୱ ବିଷୟରେ ଟିକେ କନଫ୍ୟୁଜନ ରହିବ କାରଣ ସେ ତାର ଗୋଟେ ସେଇ ନକ୍ଷତ୍ରର ଗୋଟେ ପର୍ଟିକୁଲାର ନିଜସ୍ୱ ତତ୍ତ୍ୱ ଥାଏ କିନ୍ତୁ ସେ କୋଉ ଗ୍ରୁପ ଅଣ୍ଡରରେ ଆସେ ସେଇଟା ବି ଗୋଟେ ଥାଏ ତେଣୁ ଆଜି ଆମେ କୃତ୍ତିକା ନକ୍ଷତ୍ର ଡିସ୍କସନ କରିବାକୁ ଯାଉଛେ କୃତ୍ତିକା ନକ୍ଷତ୍ର ପୃଥିବୀ ଗ୍ରୁପ ଅଣ୍ଡରରେ ଆସୁଛି ଯୋଉ ପଞ୍ଚଭୂତ ଯୋଉ ଜିନିଷକୁ କଣ୍ଟ୍ରୋଲ କରୁଛି ଆପଣମାନେ ଜାଣନ୍ତି ପୃଥିବୀରେ ସଂସାରରେ ଯାହା ବି ଅଛି ଏ ପଞ୍ଚଭୂତ ଉପରେ ବେଶ କରିକି ହିଁ ଅଛି ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ କୃତ୍ତିକା ନକ୍ଷତ୍ର ପୃଥିବୀ ତତ୍ତ୍ୱ ଅଣ୍ଡରରେ ଆସେ ଆର ନିଜସ୍ୱ ତତ୍ତ୍ୱ ହଉଛି ଆକାଶ ତତ୍ତ୍ୱ এইটা ଆପଣମାନେ କ୍ଲିୟର ହେଇଯାନ୍ତୁ କୃତ୍ତିକା ନକ୍ଷତ୍ର ପୃଥିବୀ ତତ୍ତ୍ୱ ଅଣ୍ଡରରେ ଆସେ ଆର ନିଜସ୍ୱ ତତ୍ତ୍ୱ ହଉଛି ଆକାଶ ତତ୍ତ୍ୱ ଠିକ ଅଛି ଏଇ ପ୍ରଥମ ଏଇ ଜିନିଷଟା କ୍ଲିୟର ହେଇସାରିଲା ପରେ ଆମେ ବର୍ତ୍ତମାନ ବଢିବା କୃତ୍ତିକା ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ କୃତ୍ତିକା ଯୋଉ ନକ୍ଷତ୍ର ରହିଛି ସେଇଟାକୁ ଜେନେରାଲି ସୂର୍ଯ୍ୟ ହଉଛନ୍ତି ତାର ଅଧିପତି ସୂର୍ଯ୍ୟ ହଉଛନ୍ତି ତାର ଅଧିପତି କାହିଁକି ମାନେ ଭଗବାନ ସୂର୍ଯ୍ୟ ହଉଛନ୍ତି ଏଇ ନକ୍ଷତ୍ରର ଅଧିପତି ଗ୍ରହ ଏବଂ ଦେବତା ହଉଛନ୍ତି ଅଗ୍ନି ଠିକ ଅଛି କୃତ୍ତିକା ନକ୍ଷତ୍ର ସିମ୍ବଲ ହଉଛି ଗୋଟେ ଛୁରୀ ନାଇଫ ଅଫ ବ୍ଲେଡ ହଉଛି କୃତ୍ତିକା ନକ୍ଷତ୍ରର ସିମ୍ବଲ ଧର୍ମ ଅର୍ଥ କାମ ମୋକ୍ଷ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଅଛି କାମ ପୁରୁଷାର୍ଥ ଅଣ୍ଡରେ କୃତ୍ତିକା ନକ୍ଷତ୍ର ଯାଉଛି କୃତ୍ତିକା ନକ୍ଷତ୍ର ହଉଛି ରାକ୍ଷସ ଗଣ ତାର ବର୍ଣ୍ଣ ହଉଛି ବ୍ରାହ୍ମଣ ଏବଂ ଯୋଉ ତ୍ରିମୂର୍ତ୍ତି ଅଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ଵର ସେଇ ଭିତରୁ ଇଏ ଆସୁଛି ମହାପ୍ରଭୁ ମହାଦେବ ଶିବଙ୍କ ର ଅଣ୍ଡରରେ ଆସୁଛି ଏବଂ ୟାର ଯୋଉ ପ୍ରାଣୀ ୟାକୁ ରିପ୍ରେଜେଣ୍ଟ କରୁ କୃତ୍ତିକା ନକ୍ଷତ୍ରକୁ ସେ ହଉଛି ମାଇ ଛେଳି ଛେଳି ଫିମେଲ ଗୋଟ ଏବଂ କୃତ୍ତିକା ନକ୍ଷତ୍ରକୁ ଯୋଉ ପକ୍ଷୀ ରିପ୍ରେଜେଣ୍ଟ କରେ ସେ ହଉଛି ମୟୂର ଆଉ କୃତ୍ତିକା ନକ୍ଷତ୍ରର ଯୋଉ ଗଛ ଅଛି ତାକୁ କ୍ଲଷ୍ଟର ଫିଗ ଟ୍ରି ବୋଲି କୁହାଯାଏ କ୍ଲଷ୍ଟର ଫିଗ ଟ୍ରି ଆପଣ ମାନେ ସେଟାକୁ ନେଟରୁ ଚେକ୍ କରିପାରିବେ ଯେ କ୍ଲଷ୍ଟର ଫିଗ ଟ୍ରି ଆକ୍ଚୁଆଲି କଣ ଏବଂ ସେ ଏକ୍ଜାକ୍ଟ ମୁଁ ଏଇ ଗଛଟା କୋଉ ଭଳିଆ ଦେଖିବାକୁ ସେଟା ଆପଣ ନେଟରୁ ଚେକ୍ କରିକି ଦେଖନ୍ତୁ କ୍ଲଷ୍ଟର ଫିଗ ଟ୍ରି ତାର ଓଡିଆ ମୁଁ ଟିକେ କନଫ୍ୟୁଜ ହେବି ସେଥିପାଇଁ ମୁଁ କହୁନି ଏବଂ ଯଦି କୌଣସି ଲୋକ କୃତ୍ତିକା ନକ୍ଷତ୍ରରେ ଜନ୍ମ ହେଇଥାଏ ତାହେଲେ ତାର ନାଁ ର ଆଦ୍ୟ ଅକ୍ଷର କଣ ହବ ନା ଏ ଇ ଓ ଏଇ ଠିକ ଅଛି ଏଇଭଳିଆ ହଉଛି କୃତ୍ତିକା ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ତ ଆଜିର ସେସନରେ ଆମେ ଜାଣିଲେ କୃତ୍ତିକା ନକ୍ଷତ୍ର ବିଷୟରେ ଆଜିର ପର ସେସନରେ ଆମେ ନକ୍ଷତ୍ର ସିରିଜ କରିବା ଏଇ ଯୋଉ ଆମେ ନକ୍ଷତ୍ର ସିରିଜ ଆରମ୍ଭ କରିଛି ଇଏ ହଉଛି ଗୋଟେ ବେଷ୍ଟ ଅଫ ବେଷ୍ଟ ରେମେଡି କାରଣ ଯେତେବେଳେ ବୈଦିକ ଯୁଗରେ କିଛି ନଥିଲା ସେତେବେଳେ ନକ୍ଷତ୍ରକୁ ବେଶ କରି ହିଁ କାଲକୁଲେସନ ଆରମ୍ଭ ହଉଥିଲା ଏବଂ ଫଳାଦେଶ ବା ପ୍ରେଡିକ୍ସନ କରାଯାଉଥିଲା ତେଣୁ ଏଇ କ୍ୟାରେକ୍ଟରିଷ୍ଟିକ୍ସ ଗୁଡାକ ଆପଣ ଯେତେବେଳେ ମନେ ରଖିବେ ମୁଁ ଯେତେବେଳେ ରିମେଡି ପାର୍ଟ ପଢେଇବି ସେତେବେଳେ ଆପଣ ମାନେ ବୁଝିପାରିବେ ଯେ ମୁଁ ଏଇ କ୍ୟାରେକ୍ଟରିଷ୍ଟିକ୍ସ ଗୁଡାକୁ କାହିଁକି ଏତେ ମାନେ ଏତେ ଜୋର ଦଉଛି ଏବଂ ତାର ବିଶେଷ କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଆପଣ ମାନଙ୍କୁ କହୁଛି ତ ଆଜିର ସେସନ ପାଇଁ ଏତିକି ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ